ପାଖଉଛି ବିଜେଡି ପ୍ରତିଷ୍ଠା ଦିବସ ତେଜୁଛି କନ୍ଦଳ ମେଳି ପରେ ଏବେ ନିଶାନାରେ ପାଣ୍ଡିଆନ ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ଦେଖାଦେଲାଣି ବିରୋଧର ସଂକେତ। ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ଝୁମୁକାରେ ମେଳି କରିଥିବା ନେତା ଟାର୍ଗେଟ କଲେଣି ପାଣ୍ଡିଆନଙ୍କୁ। ମେଳିରେ ସାମିଲ ଥିବା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ପାଣ୍ଡିଆନ ଜଣେ ଭଲ ମ୍ୟାନେଜର, କିନ୍ତୁ ଦଳର ସେ ନେତା ନୁହନ୍ତି। ଦଳକୁ କେହି ହାଇଜାକ୍ କରିପାରିବେ ନାହିଁ। ଆମେ ସୈନିକ ହୋଇ ଲଢ଼ିବୁ। ବିଜେଡି ପ୍ରତିଷ୍ଠା ଦିବସରେ ମିସେସ୍ ପାଣ୍ଡିଆନ ଦଳର ମଙ୍ଗ ଧରିବା ନେଇ ଚର୍ଚ୍ଚା ବଢ଼ୁଛି, ଯାହାକୁ ଏବେଠାରୁ ବିରୋଧ କରାଯିବା ଆରମ୍ଭ ହେଲାଣି। ଆଉ ଏହା ସମ୍ବିତଙ୍କ କଥାରୁ ସ୍ପଷ୍ଟ ଜଣାପଡ଼ୁଛି। ସମ୍ବିତ ପୁଣି କହିଛନ୍ତି ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଅମାର ଘର ଥିଲେ ମୂଷା ରହିବେ, ଆଉ ମୂଷା ଖାଇବାକୁ ସାପ ଆସିବା ଉପାଖ୍ୟାନ କହି ପରୋକ୍ଷରେ ସେ ଚେତାବନୀ ଦେଇଛନ୍ତି। ଏହାସହ 2026ରେ ବହୁତ କିଛି ହେବ ବୋଲି ସେ କହିଛନ୍ତି। ସେହିପରି ବିଜେଡି କ'ଣ କେବଳ ନବୀନକୁ ନେଇ ଗଢ଼ାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି। ବିଜୁଙ୍କ ଆଦର୍ଶରେ ଗଢ଼ା ହୋଇଛି ଦଳ, ଆଉ ଏହାର ଗଠନରେ ଦାମୋଦର ରାଉତ, କାଳିନ୍ଦୀ ବେହେରା, ପ୍ରଦୀପ ମହାରଥୀ, ବିଜୟଶ୍ରୀ ରାଉତରାୟ, କଳ୍ପତରୁ ଦାସଙ୍କ ଭଳି ନେତାଙ୍କର ଅବଦାନ ରହିଛି କହି ଶୀର୍ଷ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି ସମ୍ବିତ। ବିଜୁ ଜନତା ଦଳ କ'ଣ ଖାଲି ନବୀନ ପଟ୍ଟନାୟକକୁ ନେଇକି ହେଇଛି? ବିଜୁ ଜନତା ଦଳ ଗଠନ ହେଲା, ତା ପଛରେ ଅନେକ ଯଥା ଦିବଙ୍ଗତ ନେତାମାନେ ଅଛନ୍ତି। ତା ଭିତରେ ଅନେକ ମୋ ବାପା ମଧ୍ୟ ଅଛନ୍ତି, ଅନେକ ସିନିୟର ନେତା ଅଛନ୍ତି, କାଳିନ୍ଦୀ ବେହେରା ଅଛନ୍ତି। ଆମେ ମାନିଛୁ ଆମର ହୃଦୟର ମୌଡ଼ମଣି ନବୀନ ପଟ୍ଟନାୟକ। ଆଉ ପାଣ୍ଡିଆନ କଥା କାହିଁ ଉଠୁଛି? ସରକାର ଥିଲା, ସେ ଦଳ ପଟୁ ମୁଖ୍ୟମନ୍ତ୍ରୀରୁ ପରିଚାଳନା କରୁଥିଲେ, ସେ ଗୋଟେ ଫ୍ୟାକ୍ଟର ଥିଲା। ତାପରେ ନବୀନ ବାବୁଙ୍କୁ ଅନେକ ସେବା ସେ କରିଛନ୍ତି, ଆପଣ ଜାଣିଛନ୍ତି। ପାଣ୍ଡିଆନକୁ ତ କେବେ ନେତା ହିସାବରେ ମାନ, ହଁ ହି ଇଜ୍ ଏ ଗୁଡ୍ ମ୍ୟାନେଜର। ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା ସେଟା ଆପଣ ମିଡିଆ ମାନେ କରୁଛନ୍ତି, ଆମ ଦଳ ତ କାହିଁ ସେତିକି ଚର୍ଚ୍ଚା ହେଲା ମୁଁ ଜାଣିନି। ଅମାର ଭିତରେ ଶସ୍ୟ ରହିବ, ଶସ୍ୟ ମୂଷା ମଧ୍ୟ କିଛି ଖାଇବେ, ମୂଷାକୁ ଖାଇବାକୁ ସାପ ଆସିବେ। 24 ବିପର୍ଯ୍ୟୟ ପରେ ବିଜେଡିରେ ଏବେ ଗୋଷ୍ଠୀ କନ୍ଦଳ ତୀବ୍ର। ସୁପ୍ରିମୋ ନବୀନ ଗୋଟିଏ ପଟେ ନୂଆପଡ଼ା ପରାଜୟର ସମୀକ୍ଷା କରୁଛନ୍ତି, ତ ଆଉ କେତେବେଳେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ କଥା ନବୀନ ନିବାସରେ ବୈଠକ କରି ବୁଝୁଛନ୍ତି। ଅନ୍ୟପଟେ ଦଳର ଗୋଟିଏ ବଡ଼ ଗୋଷ୍ଠୀ ପ୍ରତିଷ୍ଠା ଦିବସ ପୂର୍ବରୁ ମେଳି କରୁଛନ୍ତି, ତ ଆଉ କେତେବେଳେ ବୟାନବାଜି କରି ନେତୃତ୍ୱ ଉପରେ ପ୍ରଶ୍ନବାଚୀ ଲଗାଉଛନ୍ତି। ଆଉ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବିଦ୍ରୋହ କେମିତି ଉଗ୍ର ରୂପ ଧାରଣ କଲାଣି ଦଳରେ। ଅପରପକ୍ଷରେ ବରିଷ୍ଠ ବିଜେଡି ନେତା କହିଛନ୍ତି ମତାନ୍ତର ମନାନ୍ତର ଥାଇପାରେ, କେହି ମେଳି କରୁନାହାନ୍ତି, ଦଳ ଏକ ଅଛି। ରାଜନୈତିକ ସମୀକ୍ଷକ କହିଛନ୍ତି ପାଣ୍ଡିଆନଙ୍କ ପାଇଁ ଦଳରେ ଏବେ ସ୍ଥିତି ଭୟଙ୍କର। କାଳେ ପାଣ୍ଡିଆନ ଦମ୍ପତି ବିଜେଡିକୁ ଅକ୍ତିଆର କରିନେବେ, ସେଥିପାଇଁ ବିରୋଧ ତୀବ୍ର ହେଉଛି। ସେମାନେ ତାଙ୍କର ବୋଝି ବୋଝି କରିଥିଲେ, ବସିଥିଲେ। ନାଇଁ, ସେଥିରେ ନବୀନ ପଟ୍ଟନାୟକଙ୍କ ଜିନ୍ଦାବାଦ ଧ୍ୱନି ପଡ଼ିଥିଲା ନା ନାଇଁ? ଆପଣ ଶୁଣିଛନ୍ତି ତ? ଆଉ ମେଳି କ'ଣ ହେଲା? ମତାନ୍ତର ମନାନ୍ତର ଥାଇପାରେ, ଯାହା ହବ ମତାନ୍ତର ତାକୁ ସମାଧାନ କରିବା ପାଇଁ ମତାନ୍ତର ରହିବ ସ୍ୱାଭାବିକ, ତାକୁ ସମାଧାନ କରିବାର ଉପାୟ ବି ଅଛି। ଆଲୋଚନା ମଧ୍ୟରେ ଆପୋଷ ଆଲୋଚନା ହେଇପାରିବ। ସୁଜାତା ରାଉତ କାର୍ତ୍ତିକେୟନକୁ ଆସନ୍ତା 26 ତାରିଖରେ ବଡ଼ ଧରଣର ଏକ ଲଞ୍ଚ କରିବା ପାଇଁ ଚେଷ୍ଟା କରାଯାଉଛି ଏବଂ ସେ ଚେଷ୍ଟାକୁ ଭଣ୍ଡୁର କରିବା ପାଇଁ ବା ସେ ଚେଷ୍ଟାକୁ ଫଳବତୀ ନ କରିବା ପାଇଁ ବିଜୁ ଜନତା ଦଳର ଅନେକ ନେତା, ଯୁବ ନେତା 50ରୁ ଉର୍ଦ୍ଧ୍ୱ, ସେମାନେ ମଧ୍ୟ ଗୋଟେ ସମ ପରିମାଣରେ ଗୋଟେ ଉଦ୍ୟମ କରୁଛନ୍ତି। ତେଣୁକରି ସେମାନେ ଚାହୁଁଛନ୍ତି ଯେ ବିଜୁ ଜନତା ଦଳର ଦାୟିତ୍ୱ ଗୋଟେ ଯୁବ ନେତୃତ୍ୱ ହାତରେ ରହୁ, ଯାହାକି ଅନେକ ନେତା 2-3 ଦିନ ତଳେ କହିଛନ୍ତି। ଏବେ ଦେଖିବାର କଥା ବିଜେଡି ବିଦ୍ରୋହର ଆଗ୍ନେୟ ଉଦ୍ଗୀରଣକୁ କେମିତି ସାମ୍ନା କରୁଛନ୍ତି ନବୀନ। କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା ଓ ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନାଙ୍କ ସହ ଜଗଦୀଶ ଦାସଙ୍କ ରିପୋର୍ଟ, OTV।